ଯେ ନବୀନ ବାବୁଙ୍କର ପାଣ୍ଡିଆନ ପାଖରେ କିଛି ଦୁର୍ବଳତା ରହିଯାଇଛି। ରାଜ୍ୟରେ ଗୋଟିଏ ଚର୍ଚ୍ଚା ଯେ ନବୀନ ବାବୁ କହିଲେ ପାଣ୍ଡିଆନଙ୍କର କିଛି ଦୋଷ ନାହିଁ, ସିଏ ଜଣେ ଭଲ ଅଫିସର, ତେଣୁ ତାଙ୍କୁ ସବୁ ଏଭଳି କହିବାଟା ଠିକ ନୁହଁ ବୋଲି ନବୀନ ବାବୁ କହିଲେ। ଆମେ ଆଶା ଯାହା ଜାଣୁଛୁ ଯେ ନବୀନ ବାବୁଙ୍କର ପାଣ୍ଡିଆନ ପାଖରେ କିଛି ଦୁର୍ବଳତା ରହିଯାଇଛି, କିଛି ମୋଟା ଅଙ୍କରେ ଟଙ୍କା ଫଙ୍କା ରହିଯାଇଛି ନବୀନ ବାବୁଙ୍କର ପାଣ୍ଡିଆନ ପାଖରେ, ନହେଲେ ଆଉ ଅଛି କିଛି ଭିତିରି ଜିନିଷ ନବୀନ ବାବୁଙ୍କର ରହିଯାଇଛି। ସେଥିପାଇଁ ନବୀନ ବାବୁ ପାଣ୍ଡିଆନକୁ ହଣ୍ଟ ଗୋଡ଼ଉଛନ୍ତି। ଇଆଡେ ପାଣ୍ଡିଆନ କହିଲେଣି ମୁଁ ସକ୍ରିୟ ରାଜନୀତିରୁ ବିଦାୟ ନେଲି, ନବୀନ ନିବାସରେ ଲୁଚିକିରି ନବୀନ ବାବୁଙ୍କୁ ଖାଲି ଦେଖିବି, 6-8 ମାସ ପରେ ଫେରେ ପଛ ଦ୍ୱାରରେ ମୁଁ ବିଜେଡି କି ଫେରେ ଖେଳେଇବି। ତେଣୁ ନବୀନ ବାବୁ ଜଣେ ଏମିତି ଲୋକ, ଆମେ ଭାବିଥିଲୁ ଯେ ଓଡ଼ିଶାରେ 25 ବର୍ଷ ମୁଖ୍ୟମନ୍ତ୍ରୀ ହେଲେ, ଯେତେବେଳେ ନବୀନ ବାବୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେଲେ ବହୁ ନେତାଙ୍କୁ କାଢ଼ିକି ଫୋପାଡ଼ି ଦେଇଛନ୍ତି। ପ୍ରଫୁଲ୍ଲ ଗଡ଼େଇକି କୁହ, ଦାମ ରାଉତଙ୍କୁ କୁହ, ସିନିୟର ଲିଡରଙ୍କୁ ସବୁ ଫୋପାଡ଼ି ଦେଲେ। ପ୍ୟାରୀ ବାବୁଙ୍କ ଭଳିଆ ଲୋକ ଯାହାଙ୍କୁ ଅଙ୍କଲ ତାକୁ ତାଙ୍କୁ ବି ଫୋପାଡ଼ି ଦେଲେ। କିନ୍ତୁ ପାଣ୍ଡିଆନ ପାଖରେ କ'ଣ ଏତେ ଦୁର୍ବଳତା ରହିଛି? ସେ ଏତେ ଜାଲିଆତି କଲା, ଦଳଟାକୁ ଭାଙ୍ଗି ଛିନଛତ୍ର କରିଦେଲା, ବିଜେଡିଟାକୁ ହରେଇକି ତଳିତଳାନ୍ତ କରିଦେଲା, ତଥାପି ନବୀନ ବାବୁଙ୍କର ତା ପ୍ରତି ଦୁର୍ବଳତା। ସିଏ ଭଲ ଲୋକ, ତାର କିଛି ଦୋଷ ନାହିଁ। ତାର ଦୋଷ ନାହିଁ, ସେଟା ବୁଲିଲା ବୋଲି ତ ହାରିଗଲା ଓଡ଼ିଶାରେ ବିଜେଡି।